ଶ୍ରୀମନ୍ଦିର ମେଘନାଦ ପାଚେରୀର ଯେଉଁଠୁ ପାଣି ଗଳୁଛି ୟାକୁ ନେଇ ଗୋଟେ ବଡ଼ ଚିନ୍ତାଜନକ ସ୍ଥିତି ମଧ୍ୟ ଆସୁଛି ଏବଂ ଏଏସ୍ଆଇକୁ ଚିଠି ତୁରନ୍ତ ମରାମତି ପାଇଁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତରଫରୁ ଏ ଚିଠି ଲେଖାଯାଇଛି। ବିଜ୍ଞାନ ସମ୍ମତ ଅନୁଧ୍ୟାନ ସହିତ ସ୍ଥାୟୀ ମରାମତି ବ୍ୟବସ୍ଥା କରିବା ପାଇଁ ଚିଠି ଲେଖାଯାଇଛି। ଗତ ବର୍ଷ ମଧ୍ୟ ପାଣି ଗଳୁଥିବାରୁ ମରାମତି ହୋଇଥିଲା, ତେବେ ସ୍ଥାୟୀ ମରାମତି ପାଇଁ ସେତେବେଳେ ବି କୁହାଯାଇଥିଲା। ଏସବୁ ସତ୍ତ୍ୱେ ପୁଣି ମେଘନାଦ ପାଚେରୀରୁ ପାଣି ଗଳିବା ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି। ତେଣୁ ପାଣି ଗଳିବାର ମୂଳ କାରଣ କ'ଣ ତାକୁ ଖୋଜି ବାହାର କରିବା ଆବଶ୍ୟକତା ରହିଛି। ଏହାର ମରାମତି କରାଯାଉ, ଏଥିସହିତ ତ୍ୱରିତ କ୍ଷତି ଏଡ଼ାଇବାକୁ ଅସ୍ଥାୟୀ ମରାମତି ମଧ୍ୟ କରାଯାଉ, ଅର୍ଥାତ୍ ଇନଷ୍ଟାଣ୍ଟ ବର୍ତ୍ତମାନ ମରାମତି କରାଯାଉ, ଅସ୍ଥାୟୀ ଭାବରେ ଏହାକୁ ମରାମତି କରାଯାଉ, ଯାହା ପୂର୍ବ ବର୍ଷ ମଧ୍ୟ କରାଯାଇଥିଲା। ଅସ୍ଥାୟୀ ଭାବରେ ମରାମତି କରାଯାଇଥିଲା, କିନ୍ତୁ ଯେହେତୁ ପୂର୍ବ ବର୍ଷର ମରାମତି ପରେ ପୁଣି ଥରେ ସେହି ସମାନ ଅବସ୍ଥା ଦେଖାଦେଇଛି, ମେଘନାଦ ପାଚେରୀରୁ ପାଣି ଗଳୁଛି, ତେଣୁ ୟାକୁ ନେଇ ଚିନ୍ତାଜନକ ଇଏ ସ୍ଥିତି ଦେଖାଦେଇଛି। ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତରଫରୁ ଏଏସ୍ଆଇକୁ ଚିଠି କରାଯାଇଛି ଯେ ଆର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି। ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ଆମ ସହିତ ଯୋଡ଼ି ହେଉଛନ୍ତି ଫୋନ୍ ଲାଇନ୍ ଅଧିକ ସୂଚନା ପାଇଁ। ପ୍ରଦୀପ, ଜାଣିବା ପାଇଁ ଚାହିଁବି ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ତରଫରୁ ଚିଠି ଲେଖାଯାଇଛି, କାହିଁକିନା ପୂର୍ବ ବର୍ଷ ବି ସମାନ ଘଟଣା ଘଟିଥିଲା ଏବଂ ପାଣି ଲିକେଜ୍ ପରେ ମରାମତି ହୋଇଥିଲା, କିନ୍ତୁ ଯଥାପୂର୍ବଂ ତଥାପରଂ ସ୍ଥିତି ପୁଣି ଥରେ ମେଘନାଦ ପାଚେରୀରୁ ପାଣି ଗଳିବା ପରେ ଇଏ ଚିନ୍ତା ବଢ଼ିଛି ଯେ ପ୍ରକୃତରେ କେଉଁଠୁ ପାଣି ଆସୁଛି, କେଉଁଭଳି ପରିସ୍ଥିତିରେ ପାଣି ଗଳୁଛି ଏବଂ ମେଘନାଦ ପାଚେରୀ ଯିଏକି ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଛି, ସେ ପାଚେରୀ ସୁରକ୍ଷିତ ତ? ରଶ୍ମିରଞ୍ଜନ, ଆପଣ ଜାଣିଛନ୍ତି ମହାପ୍ରଭୁଙ୍କର ମେଘନାଦ ପାଚେରୀ ହେଉଛି ଶ୍ରୀମନ୍ଦିରର ସୁରକ୍ଷା କବଚ। ପ୍ରଥମ ମେଘନାଦ ପାଚେରୀ ହେଉଛି ମହାପ୍ରଭୁଙ୍କର ସୁରକ୍ଷା ପ୍ରାଚୀର। ତ ତେଣୁକି ସେ ପ୍ରାଚୀରରେ ଆପଣ ଜାଣିଛନ୍ତି ଯେ ଗତ ବର୍ଷ ଏଇ ନଭେମ୍ବର ମାସରେ ଯେତେବେଳେ ପାଣି ଗଳୁଥିଲା ଏବଂ ଶିଉଳି ଲାଗିଯାଇଥିଲା, ବିଭିନ୍ନ ସ୍ଥାନରେ ଲାଗିଥିଲା। ସିଂହଦ୍ୱାରର କଡ଼ରେ ଥିବା ଯୋଉ ଆପଣଙ୍କର ଅଛି ଦେବସ୍ନାନ ମଣ୍ଡପ ଏବଂ ଆନନ୍ଦ ବଜାର, ସେ ଆନନ୍ଦ ବଜାରର ଯୋଉ ପାଣି ନିଷ୍କାସିତ ହଉଛି, ତ ବହୁତ ବଡ ଗୋଟେ ଲମ୍ବା ପାଇପ୍ ତା ଭିତରେ ରହିଛି। ପୁରା ଉତ୍ତର ପଟ କୋଣରୁ ପୂର୍ବ ପଟ ସିଂହଦ୍ୱାର ପର୍ଯ୍ୟନ୍ତ ତ ଯୋଉ ଆନନ୍ଦ ବଜାର ସେ ପାଣି ଗଳୁଛି, ସେ ପାଣି କୋଉଠି ନା କୋଉଠି ଲିକେଜ ରହୁଛି, ଯାହା ଫଳରେ ହିଁ ସେ ପାଣି ଗୁଡାକ ଭେଦ କରୁଛି ମେଘନାଦ ପ୍ରାଚୀରକୁ। ଗତ ବର୍ଷ ମରାମତି କରାଯାଇଥିଲା, ପୁଣି ବର୍ଷେ ପରେ ପୁଣି ତଥାପରଂ ଭଳରେ ପୁଣି ସେ ପାଣି ଲିକେଜ ହେଇକିରି ପୁଣି ମେଘନାଦ ପ୍ରାଚୀର ସାଇଡରେ ପାଚେରୀକୁ ଅତିକ୍ରମ କରି ପାଣି ଭାସୁଛି ଏବଂ ଶିଉଳି ଲାଗି ଯାଇଥିବା ବି ମଧ୍ୟ ଦେଖାଦେଇଛି। ତେବେ ଗତ ବର୍ଷ ଭଳିଆ ଯୋଉଭଳି ଭାବରେ ସବୁଆଡେ କାନ୍ଥ ହେଇଥିଲା, ଏବେ 3-4ଟି ସ୍ଥାନରେ ଏଭଳି ଅଭାବନୀୟ ସ୍ଥିତି ଦେଖାଦେଇଛି। ତ ଏହା ଗୋଟେ ଗୁରୁତ୍ୱର ସମ୍ବେଦନଶୀଳ ପ୍ରସଙ୍ଗ ଶ୍ରୀମନ୍ଦିରର ମେଘନାଦ ପାଚେରୀ ସୁରକ୍ଷାକୁ ନେଇ। ପ୍ରଦୀପ, ଗତ ବର୍ଷ ଯୋଉ ମରାମତି ହୋଇଥିଲା, କେବଳ ମରାମତି ହିଁ କରାଯାଇଥିଲା ନା ପାଣି କେଉଁଠୁ ଆସୁଛି ଏ ବାବଦରେ ବି କୌଣସି ପ୍ରକାର ଗୋଟେ ଯାଞ୍ଚ କରାଯାଇଥିଲା? ଦେଖନ୍ତୁ, ପାଣି ଯେହେତୁ ସେଇ ଆନନ୍ଦ ବଜାରରେ ଏକ ହାତ ଧୋଇବା ପାଇଁକା ଯୋଉ ମହାପ୍ରସାଦ ଯୋଉ ଭକ୍ତମାନେ ପାଆନ୍ତି, ସେଠି ଗୋଟେ ରଖାଯାଇଥିଲା ହାତ ଫାତ ସବୁ ଧୋଇବା ପାଇଁକା, ଲୋକମାନଙ୍କ ମୁହଁ ଧୋଇବା ପାଇଁକା ଗୋଟେ ସ୍ଥାନ ରହିଥିଲା, ତାକୁ ଭାଙ୍ଗି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ଜାଗାରେ ଡ୍ରେନେଜ ସିଷ୍ଟମ କରାଯାଇଥିଲା ଏବଂ ପାଣି ପାଇପ୍ ପକା ଦିଆଯାଇଥିଲା ଏବଂ କିଛି ପଥର ବି ମଧ୍ୟ ଯୋଉ ପଥର ଗୁଡାକ ଦୁର୍ବଳ ଥିଲା ସେଗୁଡାକ ସବୁ ବଦଳା ଯାଇଥିଲା ଏବଂ ଗ୍ରାଉଟିଂ କରାଯାଇଥିଲା, ରାସାୟନିକ ପ୍ରଲୋପ ବି ମଧ୍ୟ ଦିଆଯାଇଥିଲା। ତା ସତ୍ତ୍ୱେ ଏବେ ବି ମଧ୍ୟ ଯୋଉ ଆଶଙ୍କା କରାଯାଉଛି, ସେ ଆନନ୍ଦ ବଜାରରେ ଏକ ପାଇପ୍ ଯେହେତୁ କଭର ହେଇକି ରହିଛି, ଉପର ଢାଙ୍କୁଣି ହେଇକି ରହିଛି, ତା ଭିତରେ କୋଉଠି ନା କୋଉଠି ପାଇପ୍ ଫାଟିଛି, ଯାହା ଆଶଙ୍କା କରାଯାଉଛି। ନହେଲେ ପାଣି କିଭଳି ଭାବରେ ତା ଭିତରକୁ ଯାଉଛି, କୋଉ ପଟେ ଡ୍ରେନରେ ପାଣି ଯାଉଛି, ଏହା ତଦନ୍ତ ସାପେକ୍ଷ ହୋଇଛି। ଏହାକୁ ନେଇକରି ବି ମଧ୍ୟ ଆଜି ବି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଫେଇ କର୍ମଚାରୀ ମାନେ ଅଛନ୍ତି, ମେଘନାଦ ପାଚେରୀକୁ ସଫା କରିବା ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ବି ମଧ୍ୟ ସୂଚନା ଦେଇଛନ୍ତି। ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ମଧ୍ୟ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟପଟେ ଯଦି ଦେଖିବେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ମଧ୍ୟ ଆଜି ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖିଛନ୍ତି। ଯୋଉ ତାର ଯୋଉ ଆପଣଙ୍କର ମେଘନାଦ ପାଚେରୀ ଯୋଉ ଷ୍ଟ୍ରକ୍ଚରାଲ ଇନଫ୍ରାଷ୍ଟ୍ରକ୍ଚର ରହିଛି, ତାକୁ ତାର ବୈଷୟିକ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ପାଣି କୋଉଠି ନା କୋଉଠି ଗଳୁଛି, ତାକୁ ଭଲ ଭାବରେ ତନ୍ନ କରିକିରି ଏଏସ୍ଆଇ ପକ୍ଷରୁ ଯାଞ୍ଚ କରାଯିବ ଏବଂ ସ୍ଥାୟୀ ଭାବରେ ଯେମିତି ଭବିଷ୍ୟତରେ ଆଗକୁ ଯେଭଳି ପାଣି ନ ଗଳିବ ବା ମେଘନାଦ ପାଚେରୀକୁ ପାଣି ସ୍ପର୍ଶ ନ କରିବ, ସ୍ଥାୟୀ ଭାବରେ ମରାମତି କରିବା ପାଇଁକା ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି। ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ। ଚିଠି ପରେ କିଭଳି ଭାବରେ ତ୍ୱରିତ ବେଗରେ ପଦକ୍ଷେପ ନିଆଯାଉଛି ଏଏସ୍ଆଇ ତରଫରୁ, ତାପରେ ହିଁ ନଜର ରହିବ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସମସ୍ତ ସୂଚନା ପାଇଁ ପ୍ରଦୀପ।